ଚାରିଛକ ଅଞ୍ଚଳରେ ଚାଞ୍ଚଲ୍ୟ ଲୁଟେରାଙ୍କ ନଜରରେ ଏବେ ଧାର୍ମିକ ସ୍ଥଳୀ ବାରମ୍ବାର ମନ୍ଦିରରୁ ଲୁଟ ପ୍ରଥମେ ଅମରେଶ୍ୱର ଆଉ ଏବେ ମା କନକ ଦୁର୍ଗାଙ୍କର ମନ୍ଦିର ଯାହାକୁ ନେଇ ପୋଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଗବାନଙ୍କ ଉପରୁ ଉଠିଛି ବିଶ୍ୱାସ ଏକଥା ଆମେ କହୁନୁ ଏହି ଛବି ବୟାନ କରୁଛି। ଦୋକାନ କି ଏଟିଏମ୍ ନୁହେଁ ଏବେ ପ୍ରତି ମନ୍ଦିରରୁ ହେଉଛି ଚୋରି। କିଛି ଦିନ ତଳେ ଚାରିଛକ ଅନ୍ତର୍ଗତ ଅମରେଶ୍ୱର ମନ୍ଦିରରୁ ହୋଇଥିଲା ଚୋରି। କିଛି ଦିନ ନବିତୁଣୁ ଏବେ 17/1/2026 ନିମାପଡ଼ା ବ୍ଲକ ଅନ୍ତର୍ଗତ ବାହାରଣାର ମା କନକ ଦୁର୍ଗାଙ୍କର ମନ୍ଦିରରୁ ଚୋରମାନେ ମାଙ୍କର ସମସ୍ତ ଜିନିଷ ସହିତ ମୂଲ୍ୟବାନ ଅଳଙ୍କାର ଚୋରି କରି ନେଇଛନ୍ତି। ଏସବୁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଯାହାକୁ ନେଇ ଏବେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା। ଆଉ କେହି କେହି କହୁଛନ୍ତି ପୋଲିସର କାମ କେବଳ ଫାଇନ କାଟିବା ହୋଇଯାଇଛି। ବ୍ୟୁରୋ ରିପୋର୍ଟ ସମ୍ଭବ ଟାଇମ୍ସ।